ମୁଁ କଳପଡ଼ା ହାଇସ୍କୁଲ ଏସ୍ଏମ୍ସି ଚେୟାରପର୍ସନ ଅଛି ସୁଶୀଲ କୁମାର ଜେନା। ମୁଁ ଯେହେତୁ ସ୍କୁଲ ଚେୟାରପର୍ସନ ଅଛି, ଯୋଉ କୌଣସି କାମ ହଉଛି ହେଡମାଷ୍ଟର ମୋତେ ଅବଗତ ବିନା ଅବଗତରେ ସେ ତାଙ୍କର କାମ କରିଚାଲିଛନ୍ତି। ଏ ବାଇଠୁ ଯୋଉ କୌଣସି କାମ ହଉ ମୋ ଅବଗତରେ କିଛି ନାହିଁ। ଯେହେତୁ ମୁଁ ଦିନେ ସ୍କୁଲ ପରିଧାନ କଲା ଟାଇମରେ ମୁଁ ସବୁ ରୁମ୍ ଚେକିଂ କଲା ମତେ ଯୋଉ ମୋ ଗାନ୍ତିଆରେ ଯୋଉ ଥିଲା ଯୋଉ ଗ୍ରିଲ୍ ଗୁରା ସେ ଗ୍ରିଲ୍ ନାହିଁ, ଝଲକା ଗ୍ରିଲ୍ ନାହିଁ, ମେନ୍ ଗେଟ୍ ଆମର ଥିଲା ସିଏ ନାହିଁ। ଯେହେତୁ ଥିଲା ମୁଁ ତାପରେ ମୋର ଉପସଭାପତି ଆମର ତାଙ୍କ ପ୍ରକାଶ କୁମାର ସ୍ୱାଇଁଙ୍କୁ ଡାକିଲି, ସିଏ ଆସି ପହଞ୍ଚିଲେ। ଆମେ ସବୁ ରୁମ୍ ଚେକିଂ କଲା ପରେ ଆମକୁ କୌଣସି ଦିନ ହାତ ଚଳିଲା ନାହିଁ। ତାପରେ ମଲା ପରେ ମୁଁ ହେଡମାଷ୍ଟରଙ୍କୁ ଯେତେବେଳେ ପଚାରିଲି, ମ୍ୟାଡାମ ଏ ଜିନିଷ ଥିଲା ସବୁ କୁଆଡେ ଗଲା ନା ସେ ନାଇଟ୍ ୱାଚମ୍ୟାନ ନେଇଥିବ। ନାଇଟ୍ ୱାଚମ୍ୟାନକୁ ମୁଁ ଡାକିଲି, ସାଙ୍ଗେ ସାଙ୍ଗେ ନାଇଟ୍ ୱାଚମ୍ୟାନ କହିଲା ମୁଁ ଜାଣିନି। ଆଉ ମୁଁ କହିଲି ଉଭୟ ପକ୍ଷଙ୍କୁ ଯେତେବେଳେ ପ୍ରକାଶ ବାବୁ ଥିଲେ ମୁଁ ଥିଲି, ଉଭୟ ପକ୍ଷଙ୍କୁ ପଚାରିବାରୁ ସିଏ କହିଲେ ମୁଁ ନେଇନି, ସିଏ କହିଲେ ମୁଁ ନେଇନି। ତାହା ଯେହେତୁ ମୋ ସ୍କୁଲରେ ଆମର ଜଣେ ପ୍ରେସିଡେଣ୍ଟ ଅଛନ୍ତି, ସିଏ ଆମର ସୁରେନ୍ଦ୍ରନାଥ ଜେନା, ତାଙ୍କୁ ଅବଗତ କଲି। ତାଙ୍କୁ ଯେତେବେଳେ ଫୋନ କଲି ମୋ ଜ୍ଞାତ ବାହାରେ ଯେତେବେଳେ ହେଲା ମୁଁ ତାଙ୍କୁ ଫୋନ କଲି। ତାଙ୍କୁ ଫୋନ କଲା, ସିଏ କହିଲେ ମୁଁ ବାହାରେ ଅଛି, ତଥାପି ମୁଁ ଯାଉଛି ଅଧଘଣ୍ଟା ଭିତରେ ପହଞ୍ଚିବି। ମୁଁ ସେଇଠି ବସି ରହିଲି ସ୍କୁଲରେ, ମୁଁ ବସି ରହିଲି ପ୍ଲସ୍ ଆମ ସାଙ୍ଗରେ ଯୋଉ ସଭାପତି ଥିଲେ ଉପସଭାପତି ସିଏ ବି ବସିଲେ। ତାଙ୍କୁ ଡକେଇଲି, ତାପରେ ସିଏ ଡକା ହେଲା ତାଙ୍କୁ ଖୋଜା ନାଳ କଲା ବେଳକୁ ମିଳିଲା ନାହିଁ। ତାଙ୍କୁ ଏ ୱାର୍ଣ୍ଣିଂ ଦିଆହେଲା ଯେ 2 ଦିନ ଭିତରେ ଆପଣ ଜିନିଷ ଦିଅନ୍ତୁ, ତାର କିଛି ଇଏ ହବନି। ତାପରେ 2 ଦିନ ଦବା ପରେ ମୁଁ ତାର ଡିଓଙ୍କୁ ବିଓଙ୍କୁ ଦେଇଥିଲୁ, ଆମେ ଲେଖିକିନି ଜିଲ୍ଲାପାଳଙ୍କୁ ଲେଖିକି ଦେଲୁ। କିଛି ଆଜି ଆଜ୍ଞା କିଛି ଖବର ମିଳିଲାନି। ଚାଉଳ ବି ନିଏ, ଚାଉଳ ନିଆର ଅଭିଯୋଗ ଅଛି, ଫଟୋ ବି ଅଛି, ଫଟୋ ମଗଜ ଅଛି, ଆଉ ଜିନିଷ ନେବାରେ ଫଟୋ ବି ଅଛି, ଜିନିଷ ନେବାର ମତେ ଫଟୋ ମିଳିଛି, ଯୋଉଟା ନାଲି ଅଟୋ ଲୋଡ୍ ଭଏସ ରେକର୍ଡିଂ ମଜୁର ଅଛି। ଆଜ୍ଞା ଆଜ୍ଞା ଆଚ୍ଛା, ବାରମ୍ବାର ଡିଓଙ୍କୁ ବାରମ୍ବାର ହେଇପାରିଥାଏ। ନହେଲେ ଡିଓ ଆମେ ଯେତେବେଳେ ଡିଓ ବହୁତ ଷ୍ଟ୍ରିକ୍ଟ ହେଲୁ, ଆମେ ଲେଖିଦେବା ଡିଓକୁ ଲେଖିଦେଲୁ, ବିଓକୁ ଲେଖିଦେଲୁ, ପ୍ଲସ୍ କଲେକ୍ଟରକୁ ଲେଖିଦେଲୁ। ଆମର ଯୋଉ ଆମର ଅଛନ୍ତି ଗଣେଶ୍ୱର ବେହେରା ଆମର ଇଏ ଅଛନ୍ତି, ତାଙ୍କୁ ବି ଲେଖିଦେଇଛୁ। ଏତେବେଳେ ଯାଇକି କୌଣସି ଆକ୍ସନ ନିଆହେଲାନି। କଣ କହିବେ, କଣ ଆଉ କହିବି, ସେ ରାଜନୀତି ଖେଳ ହେଇଥିବ। ଆଉ କଣ ଆପଣଙ୍କୁ କହିବି, ସବୁ ଆଉ ଚୋରିର ଯୋଉଟା ସମାଧାନ ହେଇପାରୁନି ତାମାନେ ଆଉ କଣ କହିବି। ସୁରେନ୍ଦ୍ର ବାବୁ କଣ ତାଙ୍କ ନାଁ କହୁଥିଲେ, ମୋ ସ୍କୁଲର ପ୍ରେସିଡେଣ୍ଟ ସୁରେନ୍ଦ୍ରନାଥ ଜେନା। ସିଏ କଣ ନେଇଛି, ସିଏ ତ ଆପଣ ଚୋରକୁ ଧରିଲେ ସେ ଚୋର କେତେ ଜଣ ନାଁ କହିବେ। ସେ ସୁରେନ୍ଦ୍ରନାଥ ଜେନା କହୁଛନ୍ତି, ମୋ ନାଁ କହୁଛନ୍ତି, ପବିତ୍ର ନାଁ କହୁଛନ୍ତି, ଯେ ନାଇଟ୍ ୱାଚମ୍ୟାନ ତା ନାଁ କହୁଛନ୍ତି। ଆଉ ଆପଣ ସିଏ ତ ପ୍ରମାଣ ଆମର ମ୍ୟାଡାମ ନାଁ ଆଲିଗେସନ ଅଛି। ମ୍ୟାଡାମ ବିହେଭ ଖରାପ କରୁଛନ୍ତି। ଆଉ ପ୍ଲସ୍ ଷ୍ଟୁଡେଣ୍ଟଙ୍କ ସାଙ୍ଗେ ଆମେ ଯୋଉ ଆଲିଗେସନ ଦେଇଛୁ, ଆମ ଷ୍ଟୁଡେଣ୍ଟଙ୍କ ପିଲାଙ୍କ ସାଙ୍ଗରେ ବି ବିହେଭ ଖରାପ କରୁଛନ୍ତି। ଆମ ପିଲା ମ୍ୟାଡାମ ମୁଁ ତ 3 ବର୍ଷ ହେଇଯିବ ମୋର ଏଇଠି, ମାସେ ପୁରା ହେଇଯିବ। ମ୍ୟାଡାମ ଶୁଣୁଛି 7-8 ବର୍ଷ ରହିଲେଣି।